ଗୋପାରୀ ମୁନିରେ ବର୍ତ୍ତମାନ ପାଇଁ ପହଞ୍ଚିଗଲୁ। ଆପଣମାନେ ଦେଖିପାରୁଥିବେ ଗୋପାରୀ ମୁନିରେ ଆସି ପହଞ୍ଚିଗଲୁ। ସାଜସଜ୍ଜା ବହୁତ ବଢ଼ିଆ ହେଇଛି। ଆପଣମାନେ ଦେଖିପାରୁଥିବେ କେଡ଼େ ସୁନ୍ଦର ହେଇଛି ଗୋପାରୀ ମୁନି ଉପରେ, ବାଲେଶ୍ୱର ଡିଷ୍ଟ୍ରିକ୍ଟ ଗୋପାରୀ ମୁନି ଉପରେ। ଚାଲନ୍ତୁ ଦେଖିବା କ'ଣ କରିବା, ବ୍ଲଗ ଷ୍ଟାର୍ଟ କରିବା। ଜଗନ୍ନାଥ ମହାପ୍ରଭୁ ବର୍ତ୍ତମାନ ପାଇଁ ବିଜେ ହେଇଛନ୍ତି। ଏପଟେ ବି ଜଗନ୍ନାଥ ମହାପ୍ରଭୁ ସବୁ ଠାକୁର ପୂଜା ପାଉଛନ୍ତି। ଦେଖିପାରୁଥିବେ ଏବେ ଏମାନେ ସମସ୍ତେ ହିଁ ଆସିଛନ୍ତି, ଦେଖିପାରୁଥିବେ ବର୍ତ୍ତମାନ ପାଇଁ। ଆଉ ଯାହା ବି ହଉ ପ୍ରତ୍ୟେକ ଜିନିଷ ଆପଣମାନଙ୍କୁ ସବୁ ଯେତେ ଠାକୁର ଅଛନ୍ତି, ଯେତେ ତାଙ୍କର ବେଶ ଅଛି ଜଗନ୍ନାଥଙ୍କର, ସେତେ ବେଶ ହେଉଛି ବର୍ତ୍ତମାନ ପାଇଁ ଗୋପାରୀ ମୁନି ଉପରେ ଆଧାରିତ ହେଇଛି। ଆପଣମାନେ ଦେଖିପାରୁଥିବେ ଡ୍ୟାନ୍ସ ବି ପ୍ରୋଗ୍ରାମ ହେଇଛି, ସବୁ ପ୍ରକାର ହେଇଛି। ଆପଣମାନଙ୍କୁ ସବୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ମୋ ଭିଡ଼ିଓ କେମିତି ଲାଗୁଛି ଆପଣମାନଙ୍କୁ କମେଣ୍ଟ କରିବେ ଏବଂ ସେୟାର କରିବେ, ଲାଇକ୍ କରିବେ, ସବସ୍କ୍ରାଇବ୍ ଗୋଟେ କରିଦେବେ। ଜଗନ୍ନାଥ ପ୍ରଭୁ ମୋ ପାଇଁ ନୁହେଁ ଏବଂ ଜଗନ୍ନାଥ ମହାପ୍ରଭୁ ପାଇଁ ଆପଣମାନେ କରନ୍ତୁ। ଆଉ ଜଗନ୍ନାଥ ମହାପ୍ରଭୁ କେମିତି ଦେଖାଯାଉଛନ୍ତି ମୁନି ଉପରେ ତାଙ୍କର ଆଧାରିତ ହେଇଛି। ଯାହା ବି ହଉ ବହୁତ ବଢ଼ିଆ ହେଇଛି। ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ହେଇଛି। ଆଉ ଲାଷ୍ଟ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ କେତେ ସୁନ୍ଦର ହେଇଛି ସାଜସଜ୍ଜା। ଏବଂ ସେ ଜଗନ୍ନାଥ ମହାପ୍ରଭୁ କେମିତି ସେ ଅନେଇଛନ୍ତି, କେତେ ସୁନ୍ଦର ହେଇଛନ୍ତି, କେତେ ପ୍ରକାର ବେଶ ହେଇଛନ୍ତି, ଆଉ କ'ଣ ହେଇଛନ୍ତି ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ବର୍ତ୍ତମାନ ପାଇଁ ଗିରି ଗୋବର୍ଦ୍ଧନ ଯେଉଁ ବେଶ ହେଇଛନ୍ତି କେତେ ସୁନ୍ଦର ଲାଗୁଛି। ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣଙ୍କୁ ମନ ମୁଗ୍ଧ ହେଇଯିବ। ଭାଇ କେତେ ସୁନ୍ଦର ହେଇଛି, ଆପଣମାନଙ୍କୁ ମାନେ କେତେ ସୁନ୍ଦର ହେଇଛି, ଆପଣମାନଙ୍କୁ ସେଇ ମାନେ ଆଧାରିତ କରିପାରୁନାହିଁ। ଆପଣମାନେ ଦେଖନ୍ତୁ ଲାଷ୍ଟ ପର୍ଯ୍ୟନ୍ତ କେତେ ସୁନ୍ଦର ହେଇଛନ୍ତି। ଚାଲନ୍ତୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା କ'ଣ ହେଇଛନ୍ତି ଠାକୁର। ଚାଲନ୍ତୁ ଦେଖିବା। ଟିକେ ଦୟାକରି ସମସ୍ତେ ଛିଡ଼ା ହେବେ। ଇଏ ହେଉଛି ଶୁଭ ସନ୍ଧ୍ୟାରେ ଅଭିନନ୍ଦନ ଜଣାଉଛି, ସାଧୁବାଦ ଜଣାଉଛି। ପିଲାଙ୍କ ପାଇଁ କିଛି ଖେଳନା ପଡ଼ିଛି ବର୍ତ୍ତମାନ ପାଇଁ। ୟା ଭିତରକୁ ଯେଉଁମାନେ 40 ଟଙ୍କା ନେଉଛନ୍ତି ସେମାନଙ୍କୁ ଉପରେ ହେଉଛି ଚଢ଼ିବା, ଆଉ ସେ ଯାହା ବି ହଉ ଛୋଟ ଛୁଆଙ୍କ ପାଇଁ ଖେଳନା ଏବଂ ସମସ୍ତେ ଡିଆଁ କରିବା ପାଇଁ ତାଙ୍କୁ 40 ଟଙ୍କା ଦେବା ପାଇଁ ପଡ଼ିବ। ଗୋଟେ ପିଲା ପ୍ରତି 40 ଟଙ୍କା ଦେଲେ ଯାଇ ଚଢ଼େଇବେ, ନହେଲେ ନାହିଁ। ଟିକେଟ୍ କିଣିବେ ତେବେ ଯାଇକି ଚଢ଼େଇବେ। ଏପଟେ ଖାଇବାର ବ୍ୟସ୍ତ ଅଛି ମମତା। ଦେଖିପାରୁଥିବେ କ'ଣ ଖାଉଛି ବୋଲି ତାଙ୍କୁ ପଚାରିଲା ବେଳକୁ ସେ କହୁଛନ୍ତି ମୋତେ ଆଇସ୍କ୍ରିମ୍ ଖାଉଛି। ଯାହା ବି ହଉ ଗୋପାରୀ ମୁନିରେ ଭଲ ଭାବରେ ବୁଲିଗଲି, ବହୁତ ବଢ଼ିଆ ଲାଗିଲା। ଏପଟେ ହେଉଛି ଖେଳନା କିଛି ପଡ଼ିଛି, ଆପଣମାନେ ଦେଖିପାରୁଥିବେ। ଖେଳନା ଭିତରେ କ'ଣ ପଡ଼ିଛି, ବେଲୁନ୍ ଏବଂ ଷ୍ଟେସନାରୀ ଜିନିଷ। ଆପଣମାନେ ସବୁ ଜିନିଷ ଦେଖିପାରୁଥିବେ, ଖାଇବା ଜିନିଷ ସବୁ ଜିନିଷ ପଡ଼ିଛି। ଆମର ହେଉଛି ଫେଭରେଟ୍ ତ ଜାଣିଛନ୍ତି, ଚାଟ୍ ହେଉଛି ବେଶୀ ଫେଭରେଟ୍ ଏବଂ ଟୁଙ୍କା ପୁରୀ ଏବଂ ବହୁତ ବଢ଼ିଆ ଲାଗେ। ଏଠି ହେଉଛି 12 ବଜା ଚାଲିଛି। ମଉସା ହେଉଛି 12 ବଜା ମକା ସବୁ ହିଁ ବିକ୍ରି କରୁଛନ୍ତି, ବହୁତ ବଢ଼ିଆ ହେଇଛି। ଆପଣ ଦେଖିପାରୁଥିବେ ବହୁତ ସାରା ମକା ହେଉଛି 20 ଟଙ୍କା, 30 ଟଙ୍କା ରହିଛି, 10 ଟଙ୍କା ବି ରହିଛି। ଆପଣ ପଚାରିଲା ବେଳକୁ କହୁଛନ୍ତି ପାର୍ସଲ ଦିଆଯିବ ଯେ ଜରି ନାହିଁ। ବହୁତ ବଢ଼ିଆ ହେଇଛି। ଯାହା ବି ହଉ ଆମେ ଲାଷ୍ଟ ପର୍ଯ୍ୟନ୍ତ ଯିବା। ମୋ ଭାଇ ଖାଉଛି ଆଇସ୍କ୍ରିମ୍ ଏବଂ ମୋ ଭଣଜା ବି ଖାଉଛି ଆଇସ୍କ୍ରିମ୍। ସମସ୍ତେ ଖାଇବାର ପୁରା ବ୍ୟସ୍ତ ଅଛନ୍ତି। ଆଉ ହେଉଛି ତାଙ୍କର ଆମର ଯେଉଁ ଚୁଙ୍ଗୁଡ଼ି ମୁଙ୍ଗୁଡ଼ୁ ଏ ସମସ୍ତେ ଖାଇବାରେ ବ୍ୟସ୍ତ ଅଛନ୍ତି। ଓହୋ ସେମିତି କହନା। ଯାହା ହଉ ସମସ୍ତେ ମଜା ପୁରା ମଜବୁତ। ଏବଂ ମୋ ସାନ ଭଉଣୀ ବି ଜଣେ ଅଛନ୍ତି, ଦେଖିପାରୁଥିବେ। ମାମିନା କୁଆଡ଼େ ଉଡ଼ିଗଲାଣି ତାର।